ମୁଁ କଂଗ୍ରେସର ବିରୁଦ୍ଧରେ କହୁନଥିଲି, ବିଜେଡି ନା ଧରୁନଥିଲି, କହୁଥିଲି ପୁଅକୁ ଖଣ୍ଡେ ଦିଅ। କଂଗ୍ରେସ ଏକ ଜାତୀୟ ଦଳ, ଗୋଟେ ଦଳ ଗୋଟେ ଶୃଙ୍ଖଳା ଭିତରେ ଚାଲେ, ଆଉ ନିୟମ କାନୁନ ଭିତରେ ଚାଲେ। ଆଦର୍ଶ ଆଚରଣ ଶୃଙ୍ଖଳା ଯୋଉଠି ବ୍ୟତିକ୍ରମ ହୁଏ, ଦଳ ସେଠି ଅନୁଶାସନ ସ୍ୱରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ସୁରାବାବୁ ଗୋଟେ ପାଖେ କହିଲେ ମୁଁ ହଉଛି 100% କଂଗ୍ରେସ, କିନ୍ତୁ ମୋ ପୁଅ ଯେହେତୁ ନିର୍ବାଚନ ବେଳେ ଛିଡା ହେଇଛି, ମୋ ତ ନିଜ ପୁଅ, କୋଉଠି କହିଦେଉଛି ତା ଖଣ୍ଡେ ଭୋଟ ଦିଅ। ମୁଁ କଂଗ୍ରେସର ବିରୁଦ୍ଧରେ କହୁନଥିଲି, ବିଜେଡି ନା ଧରୁନଥିଲି, କହୁଥିଲି ପୁଅକୁ ଖଣ୍ଡେ ଦିଅ। ସେ ଯୋଉ ପୁଅକୁ ଖଣ୍ଡେ ଦିଅ, ପୁଅ ଯେହେତୁ କଂଗ୍ରେସର ପ୍ରତିପକ୍ଷ ଦଳରେ ଛିଡା ହେଇଛି ଏବଂ ଆମର ପ୍ରତିପକ୍ଷ ଦଳକୁ ଏକ ଦଳରେ ଥାଇକିରି ସମର୍ଥନ ପୁଅ ହଉ ବା ଯିଏ ହଉ, ମାନେ ଯୋଉ କହନ୍ତିନି କୁରୁକ୍ଷେତ୍ର ଆଉ ନିର୍ବାଚନ କୁରୁକ୍ଷେତ୍ର ଏକା ଭଳି, ସେଥିରେ ଗୋଟେ ପ୍ରତି ଯୁଦ୍ଧର ଗୋଟେ ଧର୍ମ ଅଛି, ଗୋଟେ ରାଜନୈତିକ ଦଳ ଗୋଟେ ଧର୍ମ ଅଛି, ଗୋଟେ ଆଦର୍ଶ ଅଛି, ଆଚରଣ ଅଛି। ସେ ଆଦର୍ଶ ଆଚରଣର ବ୍ୟତିକ୍ରମ ବୋଧେ କଂଗ୍ରେସ ଅନୁଭବ କଲା ଏବଂ ତାଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲା। ସେ କାରଣ ଦର୍ଶାଅ ନୋଟିସର ଯୋଉ ଯଥାର୍ଥ ଉତ୍ତର ଦେଇଥିଲେ, ତାହା ବୋଧେ କଂଗ୍ରେସର ନେତୃବର୍ଗଙ୍କର ଗ୍ରହଣୀୟ ହେଲା ନାହିଁ। ତେଣୁ ଏଆଇସିସି କାର୍ଯ୍ୟାନୁଷ୍ଠାନ ନେଇକରି ତାଙ୍କୁ 6 ବର୍ଷ ପାଇଁ କଂଗ୍ରେସ ଦଳରୁ ନିଲମ୍ବିତ କରିଛି। କିନ୍ତୁ ସୁରାବାବୁ ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସରେ ତାଙ୍କର ସେ ବିଧାୟକ ହେଇଥିଲେ, ଆଉ କୋଉ ଦଳରୁ ବିଧାୟକ ହେଇନାହାନ୍ତି, 4 ଥର ନା 5 ଥର ହେଇଛନ୍ତି। କିନ୍ତୁ ସିଏ କହୁଛନ୍ତି ମୋତେ କଂଗ୍ରେସ ଦଳ କାଢିଲେ, ମୁଁ କଂଗ୍ରେସରେ ଅଛି। କଂଗ୍ରେସ ଦଳରେ ନଥାଇ କଂଗ୍ରେସ ଗାନ୍ଧୀଙ୍କ ବିଚାରଧାରା ଗ୍ରହଣ କରିବା ଗୋଟେ ବଡ ଖରାପ କଥା ନୁହେଁ। କିନ୍ତୁ ଗୋଟେ କଥା ମୁଁ ଭାବୁଛି, ଯଦି ତାଙ୍କ ପୁଅ ଜିତେ ତାହେଲେ ସେ ବୋଧେ ଆଉ କଂଗ୍ରେସକୁ ଫେରିବେନି। ଯଦି ତାଙ୍କ ପୁଅ ନିର୍ବାଚନ ବୈତରଣୀ ପାରି ନ ହେଇପାରିଲା, ପୁଣି କଂଗ୍ରେସ ଯୋଉ ନିଲମ୍ବନ କରିଛି, ପରବର୍ତ୍ତୀ ସମୟରେ ତାଙ୍କ ନିଲମ୍ବନ ଆଦେଶ ଉଠେଇ ଦେଇପାରେ, ମାନେ ଯାହା ଆଗାମୀ ରାଜନୈତିକ ଅଙ୍କ କହୁଛି। କିନ୍ତୁ ସୁରାବାବୁ ଯେତେ ଯାହା କହିଲେ ବି ମାନେ କଂଗ୍ରେସ ଦଳରେ ଆଚରଣର ଲକ୍ଷଣ ରେଖା ଅତିକ୍ରମ କରିଛନ୍ତି ବୋଲି ସାଧାରଣ ଜନତାଙ୍କ ମତ। ତେଣୁକରି ତାଙ୍କର ଭଲ ହେଇଥାନ୍ତା ସେ ପୂର୍ବରୁ ନିର୍ବାଚନ ଯୋଉ ତାଙ୍କ ପୁଅ ସେଥିରେ ବୁଲିଲେ, ମନ୍ମଥ ରାଉତଙ୍କ ସେଥିରେ, ସେ ନିଜ ଆଡୁ ଦଳରୁ ଯଦି ଇସ୍ତଫା ଦେଇଥାନ୍ତେ ତାହେଲେ ଭଲ ହେଇଥାନ୍ତା। ଦଳ ତାଙ୍କୁ ନିଲମ୍ବିତ କଲା ପରେ ଆମେ ଯେତେ ଯାହା କହିଲେ ବି ଦଳର ଗୋଟେ ଅନୁଶାସନ ଅଛି, କଂଗ୍ରେସ ତାଙ୍କ ଅନୁଶାସନ ସ୍ୱରୂପ ତାଙ୍କୁ ନିଲମ୍ବିତ କରିଛି। ସୁର ଭାଇ ତାଙ୍କର ବ୍ୟକ୍ତିଗତ ମତ ଆଉ ପ୍ରତିକ୍ରିୟା ଯାହା ରଖିବେ, ଜନସାଧାରଣ କେତେ ଗ୍ରହଣ କରିବେ ଏବଂ ଅନ୍ୟ ଦଳ ତାକୁ କିଭଳି ଗ୍ରହଣ କରିବେ, ତା ସମୟ କହିବ। କିନ୍ତୁ ନିଲମ୍ବିତ 6 ବର୍ଷ ପାଇଁ ହେଇଛନ୍ତି। ତାଙ୍କର ଜୋଇଁ ବି କହିଲେ ମୁଁ ନିର୍ବାଚନ ଲଢିବି ନାହିଁ ପ୍ରସାଦ, ଇଏ ନିଜେ କଂଗ୍ରେସ ନିର୍ବାଚନ ଲଢିଲେ ନାହିଁ। ତାଙ୍କ ବଡ ପୁଅ କହୁଥିଲା ନିମପଡ଼ାରେ ଲଢିବେ, ଲଢିଲେ ନାହିଁ। କିନ୍ତୁ ତାଙ୍କ ବଡ ପୁଅ ଗୋଟେ ବଡ କଥା କରିଛନ୍ତି, ତାଙ୍କ ପୁତୁରା ଯୋଉ ଆଙ୍କ ବିରୁଦ୍ଧରେ ଯାଉଥିଲା, ତାଙ୍କ ବଡ ପୁଅ ସେଠି ସନ୍ତୋଷ ଜେନାଙ୍କୁ ନେଇକି ଟିକେଟ କଂଗ୍ରେସରୁ କରେଇଛନ୍ତି ଜଟଣୀ, କାହିଁକି ନା ଭବିଷ୍ୟତରେ ଜଟଣୀ ତାଙ୍କ ହାତରେ ରହିବ ବୋଲି ଇଏ ଗୋଟେ ଯାହା ଗୋଟେ ଭଲ ଯୋଜନାଟେ କରିଛନ୍ତି। କିନ୍ତୁ ସୁର ଭାଇ ନିଲମ୍ବିତ ହେଲା ପରେ, କିନ୍ତୁ ସୁର ଭାଇ ଗୋଟେ କଥା, ଯେତିକି ମାଇନସ ଥିଲେ ଦଳ ପାଇଁ, ସେତିକି ପ୍ଲସ ମଧ୍ୟ ଥିଲେ। ପ୍ରତିଦିନ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ପାଇଁ ବିପଦ କିଏ କହୁଥିଲା, ସେ ସୁର ଭାଇ କହୁଥିଲା। ସୁର ଭାଇଙ୍କ ସ୍ୱର ସାରା ଓଡିଶାରେ ସବୁ ବିଧାନସଭାରେ ଗୁଞ୍ଜରିତ ହଉଥିଲା। ସୁର ଭାଇ କଂଗ୍ରେସ ପାଇଁ ତାଙ୍କର ଲୋକ ତାକୁ ଯେତେ ଯାହା କହିଲେ ବି ସେତେଟା ସିରିୟସ ଭାବରେ ନେଉନଥିଲେ। କିନ୍ତୁ ଦଳ ପ୍ରଥମ ଥର ପାଇଁ ନିର୍ବାଚନ ସମୟରେ କଂଗ୍ରେସ ଭାବିଲା ଯଦି ସୁରବାବୁଙ୍କୁ ଆମେ ନିଲମ୍ବନ କରିବୁ ନାହିଁ, ତାହେଲେ ଆମ ଦଳର ମାଇନସ ହେଇପାରେ। କାରଣ ସୁରବାବୁଙ୍କ କଥା ବେଳେ ବେଳେ ତାଙ୍କୁ ଚିନ୍ତାରେ ପକେଇଲା ଏବଂ ମାନସିକ ଦୁଶ୍ଚିନ୍ତା ଆଡ଼ିକି ଦଳର ନେତାମାନଙ୍କୁ ଠେଲିଦେଲା। ତେଣୁକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସୁର ଭାଇଙ୍କୁ ସେମାନେ ନିଲମ୍ବନ କରିଛନ୍ତି। କିନ୍ତୁ ସୁର ଭାଇ ସମୟରେ ଯେତେବେଳେ କେହି ସ୍ୱର ଫିଟଉନଥିଲେ, ବିଜେଡି ବିରୁଦ୍ଧରେ ହଉ ବିଜେପି ବିରୁଦ୍ଧରେ ହଉ, ସ୍ୱରଙ୍କ ସ୍ୱର 177ଟା ବିଧାନସଭାରେ ଗୁଞ୍ଜରିତ ହଉଥିଲା। ପ୍ରତିଦିନ ରାଜଧାନୀର ସଚିବାଳୟ ଆଗରେ ଯଦି ସାହସର ସେ କିଏ କହିପାରୁଥିଲା ସରକାରଙ୍କ ବିରୁଦ୍ଧରେ, ସେ ହେଉଛନ୍ତି ସୁର ରାଉତରାୟ। କିନ୍ତୁ ବେଳେବେଳେ ପ୍ରଶଂସା ଆଉ ବେଳେବେଳେ ମାନେ ଯଦି ବିରୋଧୀ ଦଳକୁ ପ୍ରଶଂସା କରିବା, ଦଳ ଲୋକ ହସା ହଉଥିଲା। ତେଣୁ ବେଳେବେଳେ ଦଳ ଦେଖୁଥିଲା ସୁର ଭାଇ ଯେତିକି ପ୍ଲସ୍ କରୁଛନ୍ତି ସେତିକି ମାଇନସ୍ କରୁଛନ୍ତି। ତେଣୁ ସୁର ଭାଇକି ନିର୍ବାଚନ ସମୟରେ ଆଚରଣ ବିଧି ଦୃଷ୍ଟିରୁ, ଦଳର ଶୃଙ୍ଖଳା ଦୃଷ୍ଟିରୁ ନିଲମ୍ବନ କରାଯାଇଛି। ସମୟ କହିବ ପୁଣି ସୁର ଭାଇ କଂଗ୍ରେସକୁ ଫେରିବେ କି ନ ଫେରିବେ।